ଶୁଣିକି ମତେ ବଦନାମ କରିବା ପାଇଁ ଏ କିଏ ଗୋଟେ ନୁଙ୍ଗଡ଼ା ଦଳର କିଏ କୋଉଠି ନୁଙ୍ଗଡ଼ା ଲୋକ ମାରିଦେଇଥିଲା ଯେମିତି ଖବର ଯାଇଛି ପଟକିନି କାଢି ଦେଇଛନ୍ତି ଏଗୁଡାକ ଶୁଣା ଏ କୋଉଠି ଗୋଟେ ପୋଷ୍ଟର ମାରିଦବା କୋଉଠି ଗୋଟେ କିଏ କୋଉଠି ଗୋଟେ କଣ କହିଦେଲା ଏଗୁଡାକରେ କିଛି ଇମ୍ପୋର୍ଟାଣ୍ଟ ନାହିଁ। ଆରେ ଏ ଜନ୍ମରେ ମିଶିବାର ନାହିଁ ଏ ଜନ୍ମରେ କଂଗ୍ରେସରେ ରହିଛି କଂଗ୍ରେସରେ ମରିବି ମୁଁ ମୋ ଗୁରୁ ମହତାବ ଜୀ ମତେ ଛାଡ଼ି ଦେଇ ଯାଇଛନ୍ତି ଏ ଜନ୍ମରେ କୋଉ ଦଳକୁ ଯିବାର ନାହିଁ କିନ୍ତୁ ଯେହେତୁ ମୋ ପୁଅ ସାନ ପୁଅ ଏତେ ଲୋକଙ୍କ ପାଇଁ ସେବା କରିଛି ମୁଁ 50-55 ବର୍ଷ ଗୋଟେ ସୁଯୋଗ ମିଳିଛି ମୋ ପୁଅକୁ ଜିତେଇବା ପାଇଁ ଲୋକଙ୍କୁ ଭିକ୍ଷା କରୁଛି। ନାଇଁ ନାଇଁ ପୋଷ୍ଟର ନାଇଁ ଗୋଟେ କେବଳ କଟା ଉଠେ ମାରିଦେଇଥିଲେ ମୁଁ ଯେମିତି ଶୁଣିକି ଖବର ଦେଇଛି ଉଠେଇ ଦେଇଛି। ଆଜ୍ଞା ଆଉ ଗୋଟେ କଥା ଦେଖିବା କାଲି ଗୁରୁତର ଅଭିଯୋଗ ଆଣିଛି ବିଜେପି ଯେ 25 ବର୍ଷର କଳା ପିଢି ଖୋଲିଛନ୍ତି ବିଜେପି ବାଲା ଯେ ମୁଁ ସେସବୁ କହିପାରିବିନି ମୋର 1 ପଏଣ୍ଟ ପ୍ରୋଗ୍ରାମ ମନ୍ମଥ ରାଉତରା କେମିତି ଭୁବନେଶ୍ୱର ଲୋକସଭାର ନିର୍ବାଚନ ହବ ଏଇନା ବୁଲି ବୁଲି ଆଇଲି ଆପଣଙ୍କଠୁ ଏଇନା ଚାଲି ବାଲିଅନ୍ତା ବାଲିପାରୁନି କିଛି କାମ କର ମନା କରାଯାଇଛି କହିବା ପାଇଁ କାହାକୁ ମତେ କିଏ ମନା କରିବ କିଏ ଅଛି ଜଗନ୍ନାଥ ଲିଙ୍ଗରାଜ ଆଲ୍ଲା ଯୀଶୁ ବୁଦ୍ଧଙ୍କ ବ୍ୟତୀତ ଦୁର୍ଗାଙ୍କ ବ୍ୟତୀତ ମା ଲକ୍ଷ୍ମୀଙ୍କ ବ୍ୟତୀତ ମତେ କିଏ ମନା କଲା ବୋଲା ନାହିଁ। ଡବଲ ଇଞ୍ଜିନ ସରକାର ଡିକ୍ଲାର ହେଲା ଡବଲ ଇଞ୍ଜିନ ସରକାର ମୋଦିଙ୍କର ଆଗର ତାକୁ ଦେଖିକି ହେଲା କି ଡବଲ ଶଙ୍ଖ ମୁଁ କହିପାରିବି ମୋ ପୁଅକୁ ମୁଁ ଚାହୁଁଛି ଜିତେଇବା ପାଇଁ ମନ୍ମଥ ଓନ୍ଲି ୱାନ୍ ମନ୍ମଥ ଲାଗିଛି। ଆଜି ନିମାପଡ଼ାରୁ 100-150 ଲୋକ ଆସିଥିଲେ ସେମାନେ ଗାଡ଼ି କରି ଆସୁଛନ୍ତି ମୁଁ ବହୁତ ସାହାଯ୍ୟ କରିଛି ନିମାପଡ଼ା ଅଞ୍ଚଳ ଲୋକ ମୋ ଶ୍ୱଶୁରର ଗାଁ ଆସିଲେ କାହାକୁ ଦେବୁ ମନ୍ମଥ ରାଉତରା ଆଉ ମୁଁ ଯାହା ଖବର ପାଇଲାଣି ଯେତିକି ଲୋକ ଦେଖା କରି ଗଲେଣି ତାକୁ ଭୋଟ ଦେବା ପାଇଁ ସେ ନିମାପଡ଼ାରୁ ଖୁସିରେ ଜିତିବ ନା ବାପ ପୁଅ ଆମେ କଥା ହେଇଛୁ ମୁଁ ଏଠୁ ଯେହେତୁ ଡାଇରେକ୍ଟ ସାନ ପୁଅ ବି ବୁଲୁଛି ସେଠି ଗଲେ କ'ଣ ଅବାଗିଆ ଧରିବ କାଳେ ଲୋକ କ'ଣ ଭାବିବେ କିଛି ଆବଶ୍ୟକ ନାହିଁ ସମୟ ଜାଣିଛନ୍ତି ସେ ବଡ଼ ପୁଅ ଇଏ ସାନ ପୁଅ ତେଣୁ ଯିବା ଦରକାର ନାହିଁ ବାପ ପୁଅ ଆମେ ସିଦ୍ଧାର୍ଥ ମୁଁ କଥା ହେଇଛୁ ମୁଁ ସେଠିକି ଯିବିନି ସେ ବି କହିଛି ଭଲ ହେଲା। ସେମିତି ସବୁ ଜାଗାରେ ଟିକେ ଟିକେ କୋଉଠି କଣ୍ଟା ବାଜିବନି ଆଉ ଖାଲି ତମେ ଚାଲିକି ଯିବ ହେରି ବାଟରେ ଏତେ ଗଛ ଅଛି ଟିକେ କଣ୍ଟା ବାଜିବନି କେତେ ସଫା କରିବ କିନ୍ତୁ ଠିକ ଜାଗାରେ ନିମାପଡ଼ା ନିର୍ବାଚନରେ ଜନସାଧାରଣ ତାକୁ ଜିତେଇବେ ବୋଲି ମୋ ପାଖକୁ ଆସି ପ୍ରତିଶ୍ରୁତି ଦେଇ ଯାଉଛନ୍ତି ସକାଳଟା ମୁଁ ତାଙ୍କ ପାଇଁ ରଖିଦେଇଛି 8ଟା ପର୍ଯ୍ୟନ୍ତ ସେଙ୍କୁ ମିଟ୍ କରୁ ତାପରେ ପଳଉଛି ଏରିଆ ଏଇନା ଏଠୁ ସିଧା ଯିବି ବନମାଳୀପୁର। ବର୍ତ୍ତମାନ ମୋଦି ଗ୍ୟାରେଣ୍ଟି ପରେ ନବୀନ ଗ୍ୟାରେଣ୍ଟି ମୁଁ ଏଗୁଡ଼ାକରେ ଯାଉନି ମୁଁ ସେ ଗ୍ୟାରେଣ୍ଟି ଫ୍ୟାରେଣ୍ଟି ନାହିଁ କେମିତି ମୋ ପୁଅ ଜିତିବ ଗୋଟିଏ ସ୍ୱପ୍ନ ମନ୍ମଥ ରାଉତରା ଏଠି ଜିତିବ ସିଦ୍ଧାର୍ଥ ରାଉତରା ନିମାପଡ଼ାରେ ଜିତିବ ଦି ପୁଅ ମୁଁ ସେଇଥିରେ ସମୟ ଦଉଛି ଏକଦମ ଜୋରସୋର ଆଉ ଆଶା କରୁଛି ଜନସାଧାରଣ ତାଙ୍କୁ ପିଲାମାନେ ଯୁବକମାନେ ଆଦିବାସୀ ହରିଜନ ମୁସଲମାନ ଖ୍ରୀଷ୍ଟିଆନ ସମସ୍ତେ ତାକୁ ଆଶୀର୍ବାଦ ଦଉଛନ୍ତି।